ଭଗବାନ ଶ୍ରୀକୃଷ୍ଣ ଗୀତାରେ ନବମ ଅଧ୍ୟାୟର 22ତମ ପଦରେ କହିଛନ୍ତି ଯେ ଯେଉଁମାନେ ମୋ ଉପରେ ଧ୍ୟାନ ଦିଅନ୍ତି, ମୋ ଉପରେ ଧ୍ୟାନ କରନ୍ତି, ସେମାନଙ୍କ ପାଖରେ ଯାହା ନାହିଁ ମୁଁ ସେମାନଙ୍କୁ ପ୍ରଦାନ କରେ। ସେମାନଙ୍କ ପାଖରେ ଯାହା ଅଛି ମୁଁ ତାହା ରକ୍ଷା କରେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ଆସେ। ସମସ୍ତେ ଭଲ ସମୟ ବିଷୟରେ କଥାବାର୍ତ୍ତା କରନ୍ତି, ଠିକ୍ ସେମିତି ସମସ୍ତେ ଖରାପ ସମୟ ବିଷୟରେ ମଧ୍ୟ କଥାବାର୍ତ୍ତା କରନ୍ତି। ପ୍ରାୟତଃ ଲୋକମାନେ କୁହନ୍ତି ଯେ ମୋର ବହୁତ ଖରାପ ସମୟ ଅଛି, ମୁଁ କ'ଣ କରିବି ଜାଣେ ନାହିଁ। ତୁମର ଖରାପ ସମୟକୁ ଭଲ ସମୟରେ କିପରି ପରିବର୍ତ୍ତନ କରିବେ? ସତ୍ୟ ହେଉଛି ଏହି ଦୁଇଟି ଜିନିଷ ଅଛି ଯାହା ଖରାପ ସମୟରେ କରାଯିବା ଉଚିତ। ଆଜି ଆମେ ଜାଣିବା ଭଗବାନ ଶ୍ରୀକୃଷ୍ଣ ଖରାପ ସମୟ ବିଷୟରେ ଗୀତାରେ କ'ଣ କହିଛନ୍ତି। ଆଗକୁ ଆମେ ଏକ କାହାଣୀ ମାଧ୍ୟମରେ ଏହା ଜାଣିବା। ଜଣେ ବହୁତ ଗରିବ କୃଷକ ଥିଲେ। ସେ ବହୁତ ଗରିବ କିନ୍ତୁ ପରିଶ୍ରମୀ ଏବଂ ଖୁସି ଥିଲେ। ସେ ପ୍ରତିଦିନ ସକାଳେ ଉଠି ମନ୍ଦିରକୁ ଯାଇ ମାତ୍ର 10 ମିନିଟ୍ ପାଇଁ ହାତ ଯୋଡ଼ି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ସେହି କୃଷକଙ୍କ ପତ୍ନୀ ମଧ୍ୟ ପ୍ରତିଦିନ ତାଙ୍କ ସହିତ ମନ୍ଦିରକୁ ଯାଉଥିଲେ। ପ୍ରାର୍ଥନା କରିବା ପରେ ସେ ଦିନସାରା ନିଜ କ୍ଷେତରେ କାମ କରନ୍ତି। ତାଙ୍କ ଜୀବନ ବହୁତ ଭଲରେ ଚାଲିଥିଲା। ସେ ନିଜ କଠିନ ପରିଶ୍ରମ ଦ୍ୱାରା ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇନଥିଲେ, କିନ୍ତୁ ସେ ଯାହା ଅର୍ଜନ କରିଥିଲେ ସେ ସେଥିରୁ କିଛି ଲୋକଙ୍କ କଲ୍ୟାଣରେ ବିନିଯୋଗ କରୁଥିଲେ। ସେହି କୃଷକଙ୍କ ଗାଁରେ ଏକ ରୋଗ ବ୍ୟାପିଗଲା। ଚାଷୀର ଏକମାତ୍ର ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ରୋଗର ଚିକିତ୍ସା ପାଇଁ କୃଷକଙ୍କ ଗାଁରେ ଭଲ ଡାକ୍ତର ନଥିଲେ। ପିଲାଟିକୁ ନିକଟ ସହରକୁ ନିଆଯାଇଥିଲା। ସହରର ଏହି ଡାକ୍ତରଖାନାରେ ଚିକିତ୍ସା ବହୁତ ମହଙ୍ଗା ଥିଲା। ସେହି ଗରିବ ଚାଷୀଙ୍କ ପାଇଁ ଡାକ୍ତରଖାନା ଏବଂ ଡାକ୍ତରଙ୍କ ଖର୍ଚ୍ଚ ଇତ୍ୟାଦି ଦେବା ଅତ୍ୟନ୍ତ କଷ୍ଟକର ଥିଲା। ଚାଷୀଟି ଦିନକୁ ଦିନ ସାହସ ହରାଉଥିଲେ। ଦିନେ ଡାକ୍ତରଖାନାରେ ବସି ସେ ଏତେ ଉଦାସ ହୋଇଗଲେ ଯେ ସେ ଜୋରରେ କାନ୍ଦିବାକୁ ଲାଗିଲେ। ସେ ଏହା ମଧ୍ୟ କହିଛନ୍ତି, ଭଗବାନ ମୋ ଠାରୁ କି ପ୍ରତିଶୋଧ ନେଉଛନ୍ତି ମୁଁ ଜାଣେ ନାହିଁ। ବେଳେବେଳେ ସେ ନିଜକୁ ଅଭିଶାପ ଦେଉଥିଲେ ଏବଂ ବେଳେବେଳେ ସେ ଈଶ୍ୱରଙ୍କୁ ମଧ୍ୟ ଅଭିଶାପ ଦେଉଥିଲେ। କିନ୍ତୁ କୃଷକଙ୍କ ପତ୍ନୀ ଈଶ୍ୱରଙ୍କ ଉପରେ ଅଦମ୍ୟ ବିଶ୍ୱାସ କରୁଥିଲେ। କିନ୍ତୁ ଚାଷୀ କୌଣସି ଆଶାର କିରଣ ଦେଖିପାରିଲେ ନାହିଁ। ଡାକ୍ତରଖାନା ଠାରୁ କିଛି ଦୂରରେ ଏକ ମନ୍ଦିର ଥିଲା। ଚାଷୀଙ୍କ ପତ୍ନୀ ପ୍ରତିଦିନ ସେହି ମନ୍ଦିରକୁ ଯାଇ ପ୍ରାର୍ଥନା କରିବାକୁ ଯାଉଥିଲେ, କିନ୍ତୁ ଚାଷୀ ପ୍ରାର୍ଥନା କରିବା ଭଳି ଅନୁଭବ କଲେ ନାହିଁ। ଡାକ୍ତର ଚାଷୀଙ୍କୁ କହିଥିଲେ ଶିଶୁର ଚିକିତ୍ସା ପାଇଁ 10,000 ଟଙ୍କା ଆବଶ୍ୟକ, କିନ୍ତୁ ଚାଷୀଙ୍କ ପାଇଁ ଏତେ ପରିମାଣର ଅର୍ଥ ସଂଗ୍ରହ କରିବା କଷ୍ଟସାଧ୍ୟ ଥିଲା। ଚାଷୀଙ୍କ ପତ୍ନୀ ତଥାପି ମନ୍ଦିରକୁ ଯାଉଥିଲେ ଯେ ତାଙ୍କ ପୁଅ ଭଲ ହୋଇଯାଉ। ଦିନେ ଜଣେ ଧନୀ ବ୍ୟକ୍ତି ମନ୍ଦିରକୁ ଆସିଲେ। ସେ ଚାଷୀଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ଡାକ୍ତରଖାନାରେ ସେଦିନର କଥାବାର୍ତ୍ତା ଶୁଣିଥିଲେ। ଜାଣିବାକୁ ପାଇଲେ ଯେ ଚାଷୀଙ୍କୁ 10,000 ଟଙ୍କା ଦରକାର। ଏହାପରେ ଧନୀ ବ୍ୟକ୍ତି ତାଙ୍କ ପକେଟରୁ 10,000 ଟଙ୍କା ବାହାର କରି କହିଥିଲେ ଯେ ତାଙ୍କ ପାଖରେ କେବଳ ଏତିକି ଟଙ୍କା ଅଛି। ଏଥିସହିତ କାଗଜରେ ତାଙ୍କ ଠିକଣା ଲେଖିବା ବେଳେ ଧନୀ ବ୍ୟକ୍ତି କହିଛନ୍ତି, ଯଦି ତାଙ୍କୁ ଅଧିକ ଟଙ୍କା ଦରକାର ହୁଏ ତେବେ ସେ ବିନା ଦ୍ୱିଧାରେ ମାଗିବା ଉଚିତ। ମହିଳା ଜଣକ ଉତ୍ତର ଦେଇଛନ୍ତି ଯେ ଏହି କାଗଜର କୌଣସି ଆବଶ୍ୟକତା ନାହିଁ। କିଏ ଜାଣେ ଏହି ଟଙ୍କା ଈଶ୍ୱର ତାଙ୍କୁ ପଠାଇଛନ୍ତି। ତେଣୁ ଆମର ଖରାପ ସମୟରେ ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ଗୀତାର 2ୟ ଅଧ୍ୟାୟର 14ତମ ପଦରେ କୁହାଯାଇଛି ଯେ ସୁଖ ଏବଂ ଦୁଃଖର ଭାବନା ଇନ୍ଦ୍ରିୟରୁ ଆସିଥାଏ। ଏହା ପାଗ ପରି। ଏହାର ଅର୍ଥ ଉଭୟ ଏହି ସୁଖ ଏବଂ ଦୁଃଖ ସବୁଦିନ ପାଇଁ ରହିବ ନାହିଁ। ତେଣୁ ଆମେ ସମାନ ଭାବନା ସହିତ ସୁଖ ଏବଂ ଦୁଃଖର ସାମ୍ନା କରିବା ଉଚିତ।